ଅହଙ୍କାର ପରାଜୟ ହୋଇଛି। ଏଟା ସତ୍ୟ। ସେ ଯାହା କହିଛନ୍ତି ଅକ୍ଷର ଅକ୍ଷର, ସେ ଜଣେ ଶିକ୍ଷାବିତ୍, ଜ୍ଞାନର ଭଣ୍ଡାର, ସମ୍ବାଦ ପେପର କନକ ଟିଭି ତାଙ୍କ। ସେ ଯାହା କହୁଛନ୍ତି ବିଜେପି ଅହଙ୍କାର ବହୁତ ବଢି ଯାଇଛି। ଗୋଟେ 25 ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା ସିକ୍ୟୁରିଟି ବୁଡେଇ ନେଇଯିବା ଉଚିତ, ଉଠେଇଦବା। ଗୋଟା ହାବିଲଦାର ଗୋଟେ ସିପେଇକି ଦେଇଛ ସିକ୍ୟୁରିଟି, ଲଜ୍ଜା ଲାଗୁନି? ମୋହନ ମାଝୀ ତମେ କିଏ? କୋଉ ର୍ୟାଙ୍କର ଲୋକ? ତମ ଯେତେବେଳେ ଯାଉଛ ତମକୁ କିଏ ମାରି ପକଉଛି? ତମେ କାହାର କଣ କରି ପକେଇଛ? ଆଗରେ 25 ଗାଡି, 25 ଗାଡି, ଜୀବନକୁ ଫରୁଆ ଭିତରେ ତମେ ଘରେ ଥୋଇ ଦେଇ ଯାଉନ? ଏତେ ଭୟ? ଇଆଡେ ଭୁବନେଶ୍ୱର ଡେଲି ମର୍ଡର, ଡେଲି ଚୋରି, ଡେଲି ଡକାୟତ, 36 ଜଣ ରେପରେ ମଲେଣି। ସେ ସିକ୍ୟୁରିଟି କି ତମେ ଇଆଡେ ଡ୍ୟୁଟିରେ ଲଗଉନ? ତମ ସାଥିରେ ଯୋଉ ସିକ୍ୟୁରିଟି ଧରି ବୁଲୁଛ, ଏ ଯୋଉ ପ୍ରହସନ କରୁଛ, ବନ୍ଦ କର। ସେ ସିକ୍ୟୁରିଟି କି କାଟି ଭୁବନେଶ୍ୱର 25 ଲୋକ ରହିଲେଣି, 25 ଲକ୍ଷ ଲୋକ ରହିଲେଣି। ଚୋର ଡକାୟତ ଭର୍ତ୍ତି ହେଇଗଲେଣି ବାହାର ରାଜ୍ୟରୁ ଆସି। पुलिस की पेट्रोलिंग कराओ, चेकिंग कराओ, क्रिमिनाल को धराओ। तुम साथी जो जाऊ 30टा गाड़ी, जोड़िए गाड़ी रे जाओ, सबू गाड़ी की सबू यूनिट की पठाई पेट्रोलिंग कर चेकिंग कर, आईन श्रृंखला शांति रहिबो।